ସ୍ୱାଗତଂ ମୋର ବିକେ ଷ୍ଟଡି ଆଇକ୍ୟୁ ୟୁଟ୍ୟୁବ୍ ଚ୍ୟାନେଲକୁ। ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ତରଫରୁ ବହୁତ ବଡ଼ ଗୋଟେ ଅପଡେଟ୍ ଆସିଛି 25 ତାରିଖରେ। ଆପଣମାନଙ୍କୁ ମୁଁ ଡିଟେଲ୍ ଏହି ଭିଡ଼ିଓ ମଧ୍ୟରେ କହିବି, ତେଣୁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆପଣମାନେ ଭିଡ଼ିଓକୁ ପ୍ରଥମ ଥର ଦେଖୁଥିଲେ ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲରେ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ଅଲ୍ ନୋଟିଫିକେସନ୍କୁ ଦବାଇ ଦିଅନ୍ତୁ, ଯାହାଫଳରେ କି ସର୍ବପ୍ରଥମେ ଆପଣଙ୍କ ନିକଟରେ ଏହିପରି ଅପଡେଟ୍ ଏବଂ ଜବ୍ର ରିକ୍ୱାରମେଣ୍ଟ ନୋଟିଫିକେସନ୍ ଭିଡ଼ିଓ ପହଞ୍ଚିବ। ଦେଖିବା ପ୍ରଥମ ଅପଡେଟ୍ ହେଲା 25 ତାରିଖରେ ବାହାରିଛି, ଯେଉଁଟାକି ଆୟୁଷ ଆସିଷ୍ଟାଣ୍ଟ ଏବଂ ଜୁନିୟର ଫିସରିଜର ଟେକ୍ନିକାଲ ଆସିଷ୍ଟାଣ୍ଟର ବାହାରିଥିଲା। ସେହି ପୋଷ୍ଟର ଡିଟେଲ୍ ଏଠି ମେନସନ୍ ହେଇଛି, ତା'ର ସିଲାବସ୍ ଏଠି ଡିଟେଲ୍ ମେନସନ୍ ହେଇଛି। ଆପଣମାନେ ଭ୍ୟୁ ପିଡିଏଫ୍ରେ କ୍ଲିକ୍ କରିକି ଭ୍ୟୁ ପିଡିଏଫ୍ ଦେଖିବେ, ଡିଟେଲ୍ ସିଲାବସ୍ ମେନସନ୍ ହେଇଛି। ତା'ର ଆଡ଼ଭର୍ଟାଇଜମେଣ୍ଟ ଏଠି ନମ୍ବର ମେନସନ୍ ହେଇଛି, ତା'ର କେବେ ତା'ର ବାହାରିଥିଲା। ନେକ୍ସଟ ଅପଡେଟ୍ ହେଉଛି, ଏଇଟା ମଧ୍ୟ 25ରେ ବାହାରିଛି। ଏଇଟା ହେଉଛି ସିଷ୍ଟମ୍ ଆସିଷ୍ଟାଣ୍ଟ ଅଣ୍ଡର ଓଡ଼ିଶା ଇନଫର୍ମେସନ୍ କମିଶନ। ତା'ର ରିଜେକ୍ସନ୍ ନୋଟିସ୍ ଏଟେ ବାହାର କରିଛନ୍ତି। ଏଇଟା ଆପଣମାନେ ଭ୍ୟୁରେ କ୍ଲିକ୍ କରିକି ଦେଖିପାରିବେ, ତା'ର ଆଡ଼ଭର୍ଟାଇଜମେଣ୍ଟ ନମ୍ବର ଏଟେ କେବେ ବାହାରିଥିଲା। ସେହିପରି ଆଉ ଗୋଟେ 25ରେ ବାହାରିଛି। ଆଉ ଗୋଟେ 25 ହେଲା, ଏଇଟା ଗୋଟେ ସିଜିଏଲ୍ର 2022ର ସିଜିଏଲ୍ ବାହାରିଥିଲେ, ତା'ର ଡକୁମେଣ୍ଟ ଭେରିଫିକେସନ୍ ହେବ। ଏଇଟା ଆପଣମାନେ ଭ୍ୟୁ ପିଡିଏଫ୍ ଯାଇକି କ୍ଲିକ୍ କରି ଦେଖିପାରିବେ। ଏଇଟା ଗୋଟେ ଛୋଟିଆ ଇନଫର୍ମେସନ୍ ଥିଲା, ଅପଡେଟ୍ ଗୋଟେ। ଏହିପରି ଯଦି ଭିଡ଼ିଓକୁ ପାଇବା ପାଇଁ ଚାହୁଁଥିଲେ ମୋର ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ଅଲ୍ ନୋଟିଫିକେସନ୍କୁ ଦବାଇ ଦିଅନ୍ତୁ, ଯାହାଫଳରେ କି ସର୍ବପ୍ରଥମେ ଆପଣଙ୍କ ନିକଟରେ ଏହିପରି ଜବ୍ର ଇନଫର୍ମେସନ୍ ନୋଟିଫିକେସନ୍ ଭିଡ଼ିଓ ପହଞ୍ଚିବ। ରହିଲି, ଧନ୍ୟବାଦ। ଆପଣଙ୍କ ଦିନଟି ମଙ୍ଗଳମୟ ହେଉ।